ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ହେଉଛି ବିକାଶ। ମୁଁ ରାୟଗଡ଼ାରୁ କହୁଛି। ମୋତେ ବିବାହିତା ମହିଳା ଭାରି ପସନ୍ଦ। ଏବେ ମୁଁ ଆପଣମାନଙ୍କର ସମୟ ନଷ୍ଟ ନକରି ସିଧା କାହାଣୀ ଉପରକୁ ଆସୁଛି। ଏହି କାହାଣୀ ମୋର ପିଉସୀଙ୍କ ବିଷୟରେ, ମାନେ ମୋ ଅପାଙ୍କ ବିଷୟରେ। ତାଙ୍କର ବୟସ 42 ବର୍ଷ। ସେ ଦେଖିବାକୁ ଏତେ ସୁନ୍ଦରୀ ନୁହନ୍ତି, କିନ୍ତୁ ତାଙ୍କର ଛାତି ଓ ପଛ ଭାଗ ବହୁତ ବଡ଼। ସେ ହସ୍ପିଟାଲରେ ନର୍ସ ଅଛନ୍ତି। ମୋତେ ସେ ପିଲାବେଳୁ ବହୁତ ପସନ୍ଦ ଲାଗନ୍ତି। ଯେବେ ବି ସେ ଆମ ଘରକୁ ଆସନ୍ତି, ସେ ମୋ ରୁମ୍ରେ ଶୁଅନ୍ତି। ସେ ରାତିରେ ନିଦରେ ଶୋଇଗଲା ପରେ ମୁଁ ତାଙ୍କର ଛାତି ଉପରେ ହାତ ରଖି ଫାଇଦା ଉଠାଇ ଦିଏ। ଏମିତି ସବୁ ଚାଲିଥିଲା। ପରେ ମୁଁ କଲେଜରେ ପଢ଼ିଲି। ଏଇ ଜାନୁଆରୀରେ ମୋର କକାଙ୍କର ହାର୍ଟ ଆଟାକ୍ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାହେଲା। କାକାଙ୍କ ପାଖରେ ରହିବା ପାଇଁ ମୁଁ ସେଦିନ ରାତିରେ ଡାକ୍ତରଖାନାରେ ରହିଲି। ସେଦିନ ପିଉସୀଙ୍କର ନାଇଟ୍ ଡ୍ୟୁଟି ଥିଲା। ସବୁ କାମ ସାରିଲା ପରେ ପିଉସୀ ମୋ ପାଖକୁ ଆସିଲେ। ଆମେ ସେଇଠି ଖାଇବା ଖାଇନେଲୁ। ଖାଇସାରିବା ପରେ ଘର ପରିବାର ବିଷୟରେ କିଛି କଥାବାର୍ତ୍ତା ହେଲୁ। ମୋର ଧ୍ୟାନ ପିଉସୀଙ୍କର ବଡ଼ ବଡ଼ ଛାତି ଉପରୁ ଜମାରୁ ହଟୁ ନଥାଏ। ପିଉସୀ ମୋତେ ନୋଟିସ୍ କରିନେଇଥିଲେ ବୋଧେ। ରାତି ପାଖାପାଖି 12ଟା ହୋଇଥିଲା। ଡାକ୍ତରଖାନା ପୁରା ଶାନ୍ତ ପଡ଼ିଯାଇଥିଲା। ପିଉସୀ ମୋତେ କହିଲେ, ବିକୁ ହେଉଛି ମୋର ଡାକରା। ଚାଲ ଶୋଇପଡ଼ିବା। ଆମ ଷ୍ଟାଫ୍ ରୁମ୍ରେ ସେଇଠି କେହି ନାହାନ୍ତି। ଗୋଟେ ସିଙ୍ଗଲ ବେଡ଼୍ ପଡ଼ିଛି। ଆଜି ରାତି ଆମେ ସେଇଠି ଆଡ଼ଜଷ୍ଟ କରିନେବା। ମୁଁ ମନେ ମନେ ବହୁତ ଖୁସି ହୋଇଗଲି। କହିଲି ଠିକ୍ ଅଛି ପିଉସୀ। ତାପରେ ପିଉସୀ ତାଙ୍କର ଆପ୍ରନ୍ ବାହାର କରିଦେଲେ। ପିଉସୀ ସାଲୱାର ପିନ୍ଧିଲେ, ଯେଉଁଥିରେ ତାଙ୍କର ଛାତି ବହୁତ ସୁନ୍ଦର ଲାଗୁଥିଲା। ପୁଣି ଆମେ ଶୋଇବାକୁ ଚାଲିଗଲୁ ଆଉ ଶୋଇବାକୁ ଲାଗିଲୁ। ପିଉସୀ କାନ୍ଥ କଡ଼କୁ ଶୋଇଥିଲେ ଏବଂ ମୁଁ ତାଙ୍କ ପାଖରେ ଶୋଇଥିଲି। ପାଖାପାଖି 30ରୁ 35 ମିନିଟ୍ ପରେ ମୋତେ ଲାଗିଲା ପିଉସୀ ଗଭୀର ନିଦରେ ଶୋଇଗଲେଣି। ମୁଁ ତାଙ୍କର ଛାତି ଉପରେ ହାତ ରଖିଲି। ବେଡ଼୍ ଛୋଟ ଥିବାରୁ ଆମେ ଭିତରର ଦୂରତା ବହୁତ କମ୍ ଥିଲା। ପୁଣି ମୁଁ ସାହସ କରି ଧୀରେ ଧୀରେ ତାଙ୍କର ସାଲୱାର ଉଠାଇ ତାଙ୍କର ଅଣ୍ଟା ପର୍ଯ୍ୟନ୍ତ ନେଇଗଲି। ପୁଣି ମୁଁ ତାଙ୍କ ପେଟ ଉପରେ ହାତ ରଖିଲି। ତାଙ୍କର ପେଟ ବହୁତ ମୁଲାୟମ ଥିଲା। ଧୀରେ ଧୀରେ ମୋର ହାତ ତାଙ୍କର ଛାତି ପର୍ଯ୍ୟନ୍ତ ପହଞ୍ଚିଗଲା। ମୁଁ ମୋର ନିଜ ଉପରେ ଆୟତ୍ତ କରିପାରୁନଥିଲି। ପୁଣି ମୁଁ ତାଙ୍କର ଛାତିକୁ ଜୋରରେ ଦଳିଦେଲି। ତାଙ୍କର ନିଦ ହଠାତ୍ ଭାଙ୍ଗିଗଲା। ସେ ମୋ ଉପରେ ଚିଲେଇ ଉଠିଲେ। କହିଲେ, ବିକୁ ଏ କ'ଣ ହେଉଛି? ମୁଁ କହିଲି, ସରି ପିଉସୀ, ତୁମେ ମୋର ଏତେ ପାଖରେ ଥିଲ, ତେଣୁ ମୁଁ ଆଉ ଆୟତ୍ତ କରିପାରିଲିନି। ପିଉସୀ କହିଲେ, ତୋତେ ଲାଜ ଲାଗିବା କଥା ଏମିତି ଭାବିବା ପୂର୍ବରୁ। ମୁଁ କହିଲି, ପିଉସୀ ତୁମେ ମୋତେ ବହୁତ ପସନ୍ଦ, ତେଣୁ ତୁମକୁ ଏତେ ପାଖରେ ପାଇ ମୁଁ ଆୟତ୍ତ ହରାଇ ବସିଲି। ପିଉସୀ କହିଲେ, ତୋତେ ମୋର ଏମିତି କ'ଣ ପସନ୍ଦ ଆସିଗଲା? ମୁଁ କହିଲି, ସତ କହୁଛି ପିଉସୀ, ତୁମର ଛାତି ମୋର ଭାରି ପସନ୍ଦ। ମୋତେ ନିଜକୁ ବି ଜଣା ନଥିଲା ମୁଁ ଏହା ତାଙ୍କୁ କେମିତି କହିପାରିଲି। ପିଉସୀ କହିଲେ, କିନ୍ତୁ ଏସବୁ ଭୁଲ କଥା। ମୁଁ କହିଲି, କିଛି ଭୁଲ ନୁହେଁ, ସମସ୍ତଙ୍କୁ ଭଲ ପାଇବାର ଅଧିକାର ଅଛି। ଏତିକି କହି ମୁଁ ତାଙ୍କୁ ଜାବୁଡ଼ି ଧରିଲି। ତାଙ୍କ ପିଠିକୁ ଆଉଁସି ଚାଲିଥାଏ। ସେ କିଛି କହୁନଥିଲେ। ଏହା ଦେଖି ମୁଁ ତାଙ୍କ ଆଡ଼କୁ ଦେଖିଲି। ତାଙ୍କର ଆଖି ବନ୍ଦ ଥିଲା। ତାପରେ ମୁଁ ମୋର ଓଠକୁ ତାଙ୍କ ଓଠରେ ରଖି ଗେଲ କରିବାରୁ ସେ ବି ମୋତେ ଗେଲ କରିଲେ। 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଆମେ ଦୁହେଁ ଦୁହିଁଙ୍କୁ ଗେଲ କରିବାକୁ ଲାଗିଲୁ। ଆଉ ଏପଟେ ମୁଁ ତାଙ୍କର ଛାତିକୁ ଦଳୁଥିଲି। ତାପରେ ମୁଁ ତାଙ୍କର ବେକକୁ ଚାଟିଲି। ସେ ବି ମଦହସ ହୋଇଯାଇଥିଲେ। ତାପରେ ମୁଁ ତାଙ୍କୁ ଶୁଆଇଦେଲି। ତାପରେ ମୁଁ ତାଙ୍କର ଖୋଲିଦେଇ ତାଙ୍କର ଛାତି ମଝିରେ ମୋର ମୁହଁକୁ ରଖିଲି। ପୁରା ସଫ୍ଟ ଛାତି କ'ଣ ଲାଗୁଥିଲା। ତାପରେ ମୁଁ ତାଙ୍କର କପଡ଼ାକୁ ଓହ୍ଲେଇ ତାଙ୍କର ଗୋଲ ଗୋଲ ଦୁଇଟାକୁ ପାଟିରେ ପୂରେଇ ଚାଲିଲି। ତାଙ୍କର ସେଇଟା ପାଖାପାଖି ତାଙ୍କ ଛାତିର ଅଗଟା 2 ଇଞ୍ଚ ପାଖାପାଖି ସାଇଜ୍ ହେବ। ସେ ବି ମୋର ମୁଣ୍ଡକୁ ଧରି ଜୋର ଜୋର ତାଙ୍କ ଛାତି ଉପରେ ମାଡ଼ି ଦେଉଥିଲେ ଏବଂ ଗରମ ଗରମ ନିଶ୍ୱାସ ନେଉଥିଲେ। ସେ କହୁଥିଲେ, ଖାଇଯା, ମୋର ଛାତିକୁ ଖାଇଯା, ଆଜି ମୋର ଭୋକକୁ ମେଣ୍ଟେଇ ଦେ, ମୋ ଦେହର ଭୋକକୁ ମେଣ୍ଟେଇ ଦେ। ତାପରେ ମୁଁ ତାଙ୍କର ସବୁ ଓହ୍ଲାଇ ଦେଲି ଏବଂ ତାଙ୍କର ସେ ଗାତରେ ହାତ ଲଗାଇଲି। ତାଙ୍କ ପୁରା ଶରୀରରେ ଶିହରଣ ଖେଳିଗଲା। ମୁଁ ପୁରା ଭିତରକୁ ଜିଭ ପୂରେଇ ତାଙ୍କର ଗାତକୁ ଚାଟି ଚାଲିଲି। ଆଉ କିଛି ସମୟ ପରେ ମୁଁ ଉଠିଲି। ମୋର ସବୁ କପଡ଼ା ଓହ୍ଲେଇଲି। ଏବେ ପିଉସୀ ମୋ ଦେହକୁ ଚାପି ଧରିଲେ। ସେ କହୁଥିଲେ, ବିକୁ ତୁ ଆଜି ମୋର ସବୁ ଇଚ୍ଛା ପୂରଣ କରିଦେ। ମୋ ଜୀବନରେ ଜଣେ ଏମିତି ଚିକିଣିଆ ଏବଂ ଷ୍ଟ୍ରଙ୍ଗ ପୁରୁଷଠାରୁ ମଜା ଖାଇବାକୁ ଚାହୁଁଥିଲେ। ଆଜି ତୁ ମୋର ଏଇ ଇଚ୍ଛାକୁ ପୂରଣ କରିଦେ। ମୁଁ କହିଲି, ପିଉସୀ ଏବେ ତ ତୁମକୁ ଏମିତି ସବୁଦିନ ମୋ ବାଡ଼ିର ସ୍ୱାଦ ମିଳିବ। ମୁଁ ତୁମକୁ ଖୁବ୍ ମଜା ଦେବି। ଏହା କହି ମୁଁ ମୋର ବାଡ଼ିକୁ ତାଙ୍କ ପାଟିରେ ପୂରେଇ ଦେଲି। ସେ ବି ମୋର ବାଡ଼ିକୁ ପାଗଳିଙ୍କ ଭଳିଆ ଖାଇ ଚାଲିଲେ।
ସତରେ ପିଉସୀ ମୋର ବାଡ଼ିକୁ ବହୁତ ଭଲରେ ଖାଉଥିଲେ। ଏବେ ମୁଁ ତାଙ୍କୁ ସିଧା ଶୋଇଦେଲି, ତାଙ୍କର ଆଣ୍ଠୁକୁ ମୋ କାନ୍ଧରେ ରଖିଲି ଏବଂ ଗୋଟିଏ ଧକ୍କାରେ ମୋର ପୁରା ବାଡ଼ିକୁ ତାଙ୍କର ଗାତ ଭିତରେ ପୂରେଇ ଦେଲି। ସେ ପୁରା ଚିଲେଇ ଉଠିଲେ, କିନ୍ତୁ ସେ ତାଙ୍କର ମୁହଁକୁ ନିଜେ ନିଜେ ବନ୍ଦ କରିଦେଲେ, କାଳେ କିଏ ଶୁଣିଦେବ ଯଦି। ଏବେ ମୁଁ ଜୋରଦାର ଧକ୍କା ମାରିବାକୁ ଲାଗିଲି। ସେ ବି ଚିଲେଇ ଉଠୁଥାନ୍ତି, କହୁଥାନ୍ତି ଆହୁରି ଜୋରରେ ମୋତେ କର, ଆଜି ମୋର ସବୁ ଗଲୁକୁ ମାରିଦେ। ଏମିତି ପ୍ରାୟ ତାଙ୍କୁ ମୁଁ 20 ମିନିଟ୍ କରିବା ପରେ ମୁଁ ଝଡ଼ିଗଲି। ସେ ବି 2 ଥର ଝଡ଼ି ସାରିଥିଲେ। ତାପରେ ମୁଁ ତାଙ୍କ ସାଥିରେ ଶୋଇଗଲି। ସେ ବହୁତ ଖୁସି ଥିଲେ। ତାପରେ ସେ ମୋତେ ଟିକେ ଜାବୁଡ଼ି ଧରି ଓଲଟା ଶୋଇଗଲେ। ମୁଁ ତାଙ୍କର ପିଠି ଉପରେ ମୋ ହାତକୁ ବୁଲାଉଥିଲି ଆଉ ଆଗକୁ ହାତ ନେଇ ତାଙ୍କର ଛାତିକୁ ଦଳୁଥିଲି ଆଉ ତାଙ୍କର ସେ ପଛ ଅସାରିଆ ଭାଗକୁ ହାତରେ ଚିମୁଟୁଥିଲି। ପଛ କଣା ଭିତରେ ଆଙ୍ଗୁଳି ପୁରାଉଥିଲି ଆଉ ସେ ଆଙ୍ଗୁଳିକୁ ଆଣି ମୁଁ ମୋ ଜିଭରେ ଚାଟୁଥିଲି ଏବଂ ପିଉସୀଙ୍କ ପାଟିକୁ ନେଇ ମୁଁ ଆଙ୍ଗୁଳି ପୁରାଉଥିଲି। ତାଙ୍କୁ ତାଙ୍କ ପଛ କଣାର ସ୍ୱାଦ ଚଖାଉଥିଲି ଆଉ ବାସ୍ନା ବି ଶୁଙ୍ଘାଉଥିଲି। ସେ ପୁରା ଖୁସି ହେଇଯାଉଥିଲେ। ମୋତେ ବି ତାଙ୍କ ପଛ କଣାର ସ୍ମେଲ୍ ବହୁତ ପସନ୍ଦ ଲାଗୁଥିଲା। ତାପରେ ଏମିତି ମୁଁ ତାଙ୍କ ସହିତ ଗଡ଼ାଗଡ଼ି ହେଇ ଦୁହେଁ ଆମେ ଗେଲ ହେବାକୁ ଲାଗିଲୁ ଏବଂ ମୁଁ ତାଙ୍କୁ ବୁଲେଇ ଦେଇ ମୋର ବାଡ଼ିକୁ ନେଇ ତାଙ୍କ ପଛ କଣାରେ ଘଷୁଥିଲି। ପିଉସୀ କହିଲେ, ଏବେ କ'ଣ ତୋର ଇଚ୍ଛା? ମୁଁ କହିଲି, ମୁଁ ଭାବୁଥିଲି ତୁମର ପଛ ଭାଗ ବୋଧେ କୁଆଁରୀ ଥିବ। ସେ ମୋ ଆଡ଼କୁ ପଲଟି ଗଲେ ଏବଂ କହିଲେ, ନା ବିକୁ, ବହୁତ କଷ୍ଟ ହେବ। ମୁଁ କହିଲି, ସେଇ ତ ଦେଖିବାର ଅଛି କେମିତି ଲାଗିବ ଯେତେବେଳେ ତୁମେ ପ୍ରଥମ ଥର ପାଇଁ ମଜା ନେବ। ଏବେ ମୁଁ ତାଙ୍କ ଉପରକୁ ଚଢ଼ିଗଲି, ତାଙ୍କୁ ଗେଲ କରିବାକୁ ଲାଗିଲି। ସେ ବି ଗରମ ହୋଇଯାଉଥିଲେ। ତାପରେ ମୁଁ ତାଙ୍କୁ ଓଲଟା ଶୁଆଇଦେଲି ଏବଂ ତାଙ୍କ ଉପରକୁ ଚଢ଼ିଗଲି। ତାଙ୍କର ପଛ କଣାରେ ହାତରେ ମସାଜ କଲି, ମୋ ବାଡ଼ିକୁ ନେଇ ମସାଜ କଲି। ପିଉସୀ କହିଲେ, ଧୀରେ କରିବୁ ବିକୁ, ଇଏ ମୋର ପଛ, ନହେଲେ ସକାଳକୁ ଚାଲିପାରିବିନି। ମୁଁ ତାଙ୍କ କଥା ନ ଶୁଣି ତାଙ୍କ ପଛ ଭାଗରେ ମୋ ଜିଭ ପୁରେଇ ତାଙ୍କର ପଛ କଣାକୁ ଚାଟି ପୁରା ଲାଳୁଆ କରିଲି ଆଉ ମୋ ବାଡ଼ିରେ ପୁଳାଏ ଛେପ ମାରି ତାଙ୍କ ପଛ କଣାରେ ପୂରେଇ ଦେଲି। ସେ ପୁରା ଚିଲେଇ ଉଠିଲେ, କହୁଥାନ୍ତି, ଛାଡ଼ିଦେ, ଭାରି କଷ୍ଟ ହେଉଛି, ବାହାର କର, ମରିଯିବି, ଏଭଳି କହୁଥାନ୍ତି। ମୁଁ କିନ୍ତୁ ତାଙ୍କ କଥାକୁ ନ ଶୁଣି ଜୋରଦାର ଧକ୍କା ମାରି ଚାଲିଲି। ତାଙ୍କ ଉପରେ ଶୋଇ ରହି ତାଙ୍କୁ ଗେଲ କରି ଚାଲିଲି। କିଛି ସମୟ ପରେ ସେ ଶାନ୍ତ ହୋଇଗଲେ। ତାପରେ ମୁଁ ତାଙ୍କ ପଛ କଣାରେ ମୋର କରିବାର ଗତିବିଧି ବଢ଼େଇ ଦେଲି। ପୁରା ଅଧଘଣ୍ଟା ପର୍ଯ୍ୟନ୍ତ ମୁଁ ତାଙ୍କ ପଛରେ କରିଲି। ଏବେ ମୁଁ ଥକି ଯାଇ ତାଙ୍କ ଉପରେ ଶୋଇଗଲି ଆଉ କିଛି ସମୟ ପରେ ମୋର ଗରମ ଗରମ ପାଣିକୁ ତାଙ୍କ ପଛ କଣାରେ ଭର୍ତ୍ତି କରିଦେଲି ଆଉ କିଛି ପାଣିକୁ ତାଙ୍କ ପାଟିରେ ଛାଡ଼ିଲି। ସେ ସବୁ ପାଣିକୁ ଚାଟି ମୋର ବାଡ଼ିକୁ ପୁରା ସଫା କରିଦେଲେ। ତାପରଠୁ ଆମେ ପିଉସୀ ଓ ପୁତୁରା ସୁଯୋଗ ପାଇଲେ 2 ଜଣ ଖୁବ୍ ମଜା କରୁ। ତ ଦର୍ଶକ ବନ୍ଧୁ, ଏଇ ଥିଲା ଛୋଟ କାହାଣୀଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ଚ୍ୟାନେଲ ଓଡ଼ିଆ ଷ୍ଟୋରି ଅଙ୍କିତକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ 0। ଜଲ୍ଦି ଯାଇକି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଅଟେ, ଦୟାକରି ଦେହକୁ ନିଅନ୍ତୁ ନାହିଁ। ରହୁଛି, ଧନ୍ୟବାଦ।